ଧଣିଚା ଚାଷ ଦେଖନ୍ତୁ, ଧଣିଚା ଗଛ କେମିତି ଏସବୁ ଗଛ ଲଗା ହେଇଥାଏ। ତ ଏସବୁ ଆମର ନୁହେଁ, ପାଖ ମାନେ ଘର ପାଖରେ। ତ ଧଣିଚାର ଭିଡ଼ିଓ ଛାଡ଼ିବାର ଉଦ୍ଦେଶ୍ୟ ହେଉଛି ଧଣିଚା ଗୋଟେ ସାର, ଗୋଟେ ରକମ ସାର। ଧଣିଚା ଚାଷ ଭିତରେ କୁକୁଡ଼ା ବି ମଧ୍ୟ ବୁଲୁଛନ୍ତି। ତ ଏସବୁ ମୁଁ ଥରେ ଆମ ପୋଖରୀ ବି ଗୋଟେ ଥିଲା, ସେଠି ମାଛ ଚାଷ କରିଥିଲି। ତ ପ୍ରଥମ ଖରା ଦିନରେ ମୁଁ ସେଠି ଧଣିଚା ସବୁ ବୁଣି ଦେଇଥିଲି। ଏସବୁ ଗଛ ଛୋଟ ଛୋଟ ଦେଖାଯାଉଛି, କିନ୍ତୁ ସେ ଗଛ ମୋର ବହୁତ ବଡ଼ ହେଇଥିଲା, ପାଖାପାଖି 10 ଫୁଟ ପାଖାପାଖି ହେଇଥିଲା। ତ ସେଇ ଗଛକୁ ସବୁ ମୁଁ କାଟିଦେଲି। ତାପରେ ବର୍ଷାରେ ସବୁ ପଚିଗଲା। ତାପରେ ମାଛ ଜାଁଳ ଛାଡ଼ି ଦେଇଥିଲି। ତ ସେଇ ଜିନିଷଟା ଯେଉଁ ପଚିକି ଖତ ଭଳିଆ ହୁଏ, ସେଇଠି ବିଭିନ୍ନ ପ୍ରକାର ମାନେ ପୋକଜୋକ ସୃଷ୍ଟି ହୁଅନ୍ତି। ସେଇଠୁ ମାଛ ଖାଇକି ବହୁତ ଜଲ୍ଦି ବଢ଼ନ୍ତି। ତ ସେସବୁ ଟ୍ରାଏଲ୍ କରିଥିଲି, ମାଛ ବି ବହୁତ ଭଲ ବଢ଼ିଥିଲା। ଏବଂ ମାନେ ତାପରେ କିଛି ଦିନ ପରେ ଲୋକ ଚୋରି ନେଇଗଲେ, ସେଥିପାଇଁ ମାଛ ଛାଡ଼ୁନି। ମାନେ କୁକୁଡ଼ା ଚାଷ ପରେ ଚାଲିଛି। ଦେଖନ୍ତୁ ଧଣିଚା ଗଛ କେମିତି କୁକୁଡ଼ା ବି ବୁଲୁଛନ୍ତି ତା ଭିତରେ। ଧଣିଚା ଚାଷ ଭିତରେ କୁକୁଡ଼ା ଚାଷ, ଏସବୁ ଧାନ ଚାଷ ହେବ। ଏସବୁ କାଟିକି ସବୁ ଇଏ କରିଦେବେ। ତାପରେ ବିଭିନ୍ନ ପ୍ରକାର ପଚିକି ଖତ ହେବ। ସେଇଠୁ ସାର ନଦେଲେ ବି ବହୁତ ଭଲ ଚାଷ ହୁଏ। ଦେଖନ୍ତୁ ଧଣିଚା ଚାଷରେ ବାଡ଼ିରେ କୁକୁଡ଼ା ଚାଷ, ଦେଖନ୍ତୁ କୁକୁଡ଼ା ବି ବୁଲୁଛନ୍ତି। ଧଣିଚା ଚାଷ ସହିତ କୁକୁଡ଼ା ଚାଷ, ପୁଣି ଅନ୍ୟାନ୍ୟ ଚାଷ ଦେଖନ୍ତୁ। ଏପଟେ ସବୁ ଜାଲ କରାହେଇଛି, ଏପଟେ ସବୁ ଆମର ରହିଲା, ସେଟା ହେଉଛି ଅନ୍ୟ କାହାର କୁକୁଡ଼ା। ଦେଖନ୍ତୁ ବହୁତ ଦିନ ପରେ କୁକୁଡ଼ା ଭିଡ଼ିଓ ଅପଲୋଡ଼ କରିଛି। ସମୟ ଅଭାବରୁ କୁକୁଡ଼ା ଭିଡ଼ିଓ ଅପଲୋଡ଼ କରିପାରୁନଥିଲି।